ଅଭିଯୋଗ ରହିଛି କାଲି ଆମର ଯୋଉ ପ୍ରୋଗ୍ରାମ ହେଲା ପ୍ରଶିକ୍ଷଣ ଶିବିର ମନମୋହନ ସାମଲ जी ରାଜ୍ୟ ସରକାର ଏବଂ ନରେନ୍ଦ୍ର ମୋଦି जी ଆହ୍ୱାନ କରୁଛନ୍ତି ପ୍ରଶିକ୍ଷଣ ଶିବିରରେ ବହୁତ ଲୋକଙ୍କୁ ଆଣି ଯୋଡ଼ି ବିଜେପିର ପ୍ରଚାର ପ୍ରସାର କରିବା କେମିତି ଲୋକଙ୍କୁ ଟାଣିବା ଯୋଡ଼ିବା ତେଣୁ ଆଙ୍କର କଣ ଉଦ୍ଦେଶ୍ୟ ମୁଁ ଜାଣିନି ମୁଁ ଯେହେତୁ ଆପେକ୍ଷିତ ଥିଲି ମତେ ମଣ୍ଡଳ ସଭାପତି ସ୍ୱଦେଶ ମହାନ୍ତି ଫୋନ କରିଥିଲେ ମୁଁ ଆସିଥିଲି ମତେ ସେଠି ଯେ ଆମର ବାଲିଗୁଦାର ସମୟ ପ୍ରାର୍ଥୀ ହେଇଥିଲେ କହିଲେ ଯେ ତମେ ସ୍ୱାଧୀନରେ ଥିଲ ବେଲୁନ ସିଂହରେ ଥିଲ ତେଣୁ କିଛି କାର୍ଯ୍ୟକର୍ତ୍ତା କମ୍ପ୍ଲେନ କରୁଛନ୍ତି ତମେ ଦୟାକରି ଆସୁନି ତେଣୁ ମୋ ସାଙ୍ଗରେ ମୋ ପଞ୍ଚାୟତର ବି କିଛି 40-50 ପିଲା ଆସିଥିଲେ ସମସ୍ତେ ଆମେ ଚାଲି ଯାଇଥିଲୁ ତାପରେ ଏ କଥା ମୁଁ ରାଜ୍ୟ ସଭାପତି ଜିଲ୍ଲା ସଭାପତି ପ୍ରତାପ ମିଶ୍ର ମଣ୍ଡଳ ସଭାପତି ସ୍ୱଦେଶ ମହାନ୍ତି ସମସ୍ତଙ୍କୁ ଜଣାଇ ଦେଇଥିଲି ତାପରେ ଜଣାଇଲା ପରେ ଆଜି ମତେ ପ୍ରତାପ ମିଶ୍ର ଜିଲ୍ଲା ସଭାପତି କହିଲେ ତମେ ଆସିପାରିବ ଆସିବନି କାହିଁକି କହିଲେ ତାପରେ ଆଜି ସେକେଣ୍ଡ ଦିନରେ ବି ମୁଁ ଥିଲି ଉପସ୍ଥିତ ଅଛି ଆଜ୍ଞା ମୋର ଦାବି ମତେ ଗୋଟେ ବିଚାର କରାଯାଉ ବିଜେପି ମୁଁ ଦଳୀୟ ସଂଗଠନରେ ସବୁବେଳେ ଅଛି ମୁଁ କେବେ ଦଳ ବାହାରକୁ ଯାଇନି ମୁଁ ହିନ୍ଦୁତ୍ୱ ପାଇଁ କାମ ସଂଘ RSS ରେ ସ୍ୱାଧୀନ ମୁଁ କେବେ ଡାଇରେକ୍ଟ ଯେହେତୁ ମୋ ଗାଁ ପିଲାଟି କ୍ୟାଣ୍ଡିଡେଟ୍ ହେଇଥିଲା ମୁଁ ନ୍ୟୁଟ୍ରାଲ ଥିଲି ମୁଁ ବିରୋଧ କରିନି।